ବୌଦ୍ଧରେ ବାଟବଣା ହୋଇଛି ସରକାରଙ୍କ ଜଳନିଧି ଯୋଜନା। ଯୋଜନାରେ 7 ଦିନ ଭିତରେ ପଇସା ମିଳିବା ଆଶାରେ ନିଜ ଜମିରେ ବୋରୱେଲ ଖୋଳିଥିଲେ ଚାଷୀ। ଯୋଜନାର ନିୟମ ଅନୁଯାୟୀ ବୋରୱେଲ ଖୋଳାଠୁ ଆରମ୍ଭ କରି ସୋଲାର ପଏଣ୍ଟ ବସାଇଥିଲେ। କୃଷି କର୍ମଚାରୀ ପରିଦର୍ଶନରେ ଯାଇ କାର୍ଯ୍ୟ ସଠିକ ଥିବା ଦର୍ଶାଇବା ପରେ ଚାଷୀ ଏକ ବିଲ୍ କୃଷି ବିଭାଗରେ ପୈଠ କରିଥିଲେ। ହେଲେ 1.5 ବର୍ଷ ପରେ ମଧ୍ୟ ଚାଷୀ କୃଷି କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ପଛେ ବିଲ୍ ପାସ୍ ହେଲା ନାହିଁ କି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ବି ଆସିଲା ନାହିଁ। ଆଜ୍ଞା ମୁଁ କିରୋଟି ଦନ୍ତା ଜଳନିଧି ଯୋଜନାରୁ ଏଇଟା ମିଳିଥିଲା ଏବଂ ଏହାକୁ ଖୋଳିବା ପାଇଁ ପ୍ୟାରୀମୋହନ ପୁରୋହିତ ଆସିକି ମୋତେ ପ୍ରବର୍ତ୍ତାଇଥିଲେ। ତେଣୁ ମୁଁ ତାକୁ କୁଡ଼ିଥିଲି ଏବଂ ନିଜ ହାତରୁ 2 ଲକ୍ଷ ଟଙ୍କା ଖର୍ଚ୍ଚ କରି ଋଣ ସୁଧିଆ କରିକି କଲି ଏବଂ ପଇସା ଆଦୌ ମିଳିଲା ନାହିଁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପଙ୍କୁଆଳ ଗ୍ରାମର ଚାଷୀ କିରୋଟି ଦନ୍ତା ନିଜସ୍ୱ ଜମିରେ ଧାନ ଚାଷଠୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ କରିବା ପାଇଁ ଜମିରେ ଏକ ବୋରୱେଲ ଖୋଳିବା ପାଇଁ ହରଭଙ୍ଗା କୃଷି ବିଭାଗକୁ ଆବେଦନ କରିଥିଲେ। ବିଭାଗର ସବୁଜ ସଂକେତ ମିଳିବା ପରେ ନିଜ ଜମିରେ ବୋରୱେଲ ଖୋଳାଇ କୃଷି ବିଭାଗରେ ବିଲ୍ ପୈଠ କରିଥିଲେ। ହେଲେ 7 ଦିନ ବଦଳରେ 1.5 ବର୍ଷ ବିତିଯିବା ପରେ ମଧ୍ୟ ଚାଷୀଙ୍କୁ ସେମାନଙ୍କ ଅର୍ଥ ରାଶି ମିଳିପାରିନାହିଁ। ଫଳରେ ବୌଦ୍ଧ କୃଷି ବିଭାଗର ପ୍ରତାରଣାର ଶିକାର ହୋଇଥିବା ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି। ଆଜ୍ଞା ମୁଁ ଭାଗବତ ମେହେର କହୁଥିଲି, ଫୋକସ୍ ପ୍ଲସ୍ ରିପୋର୍ଟର କହୁଥିଲି। ଆଚ୍ଛା ଆଚ୍ଛା ହଁ ହଁ କୁହନ୍ତୁ। ଆପଣଙ୍କ ଅଫିସକୁ ଆସିଥିଲି, ଆପଣ ତ ନାହାନ୍ତି। ମୁଁ ଫିଲ୍ଡରେ ଅଛି। ଆଚ୍ଛା ଆଚ୍ଛା ସାର୍ ଗୋଟେ ଅଭିଯୋଗ ଆସିଥିଲା, ସେ ଚାଷୀ ଅଭିଯୋଗ ଆଣିଥିଲେ ଯୋଉଟା କି ଆମର ମଥୁରା ପଞ୍ଚାୟତର କିରୋଟି ଦନ୍ତା ଜଳନିଧି ଯୋଜନାରେ ସେ କ'ଣ ବୋରୱେଲ କରିଥିଲେ କି ଏପର୍ଯ୍ୟନ୍ତ ତାଙ୍କର ବିଲ୍ ହେଇପାରିନି, ଆଜିକି 1.5 ବର୍ଷ ପାଖେଇଗଲା। ତେଣୁ ସାର୍ କ'ଣ ସାର୍ ଅସୁବିଧା ରହିଛି ସାର୍? ଅସୁବିଧା ତ ତାଙ୍କର ତ ସେଇଟା ଯୋଉ ବିଲ୍ ଯୋଉ ଜିଏସଟି ବିଲ୍ ଦେବା କଥା ଜିଏସଟି ବିଲ୍ ସିଏ ଯୋଉ କମ୍ପାନୀର ଆମର ଗଭର୍ଣ୍ଣମେଣ୍ଟ ଆପ୍ରୁଭ ଲିଷ୍ଟ ଯୋଉଟା ସବୁ ଥାଏ, ଆଚ୍ଛା ସେ ଆପ୍ରୁଭ ଲିଷ୍ଟ କମ୍ପାନୀ ସେ ଇନଷ୍ଟଲ କରିନାହାନ୍ତି। ଆଚ୍ଛା ତ ସିଏ ଯୋଉ ବିଲ୍ ସିଏ ଦେବା କଥା କହିଥିଲେ କି ଦେଇଥିଲେ, ଯୋଉ ଆମେ ଫେରେଇଥିଲୁ ତାଙ୍କୁ, ସେଟା ସିଏ ଦେଇଛନ୍ତି ଅଲଗା କମ୍ପାନୀର। ଆଚ୍ଛା ତାପରେ ସେ 1 HP ମୋଟର ସେ ଲଗେଇଛନ୍ତି 2 HP ମୋଟର ଜାଗାରେ। ଆଚ୍ଛା ସେଥିପାଇଁ ତାଙ୍କର ଏଟା ଯୋଉ କମ୍ପ୍ଲିଟ ହେଇପାରିନି। ନାଇଁ ସାର୍, ସେ ପୂର୍ବରୁ କହୁଥିଲେ ଯେତେବେଳେ କାମ ହେଲା ଏବଂ ବିଭାଗୀୟ ଅଧିକାରୀ ଯାଇଥିଲେ ଏବଂ ସଠିକ ଦର୍ଶାଇଥିଲେ ଏବଂ ସେ କାଗଜପତ୍ର ଆମକୁ ଦେଖେଇଛନ୍ତି ବି ସବୁ ସଠିକ ତ କୁହାହେଇନଥିଲା ତାଙ୍କୁ, ତାକୁ ଆଗରୁ କୁହାହେଇଥିଲା। ଯୋଉ ସମୟରେ ଯୋଉ କମ୍ପିଟିସନ ଟାଇମରେ ଯୋଉ ଯାଇଥିଲେ WSR ଯାଇଥିଲେ କି ମୁଁ ବି ଯାଇଥିଲି ପଛରେ ସେଇ ଟାଇମରେ ବି, ତ ସେଇ ସମୟରେ ବି ତାଙ୍କୁ କୁହାହେଇଥିଲା ଯେ ଏଇଟା ସେଇ ଇଏ ନୁହଁ, ବିଲ୍ ଯେତେବେଳେ ସେ ଆମକୁ ଦେଲେ ତ ଏଇଟା ସେଇ ଯୋଉ ଏଇ ବିଲ୍ ହବନି, ଆପଣଙ୍କର ଯୋଉ ଆମର ଆପ୍ରୁଭ ଲିଷ୍ଟ ଅଛି ସେଇ ଭିତରୁ, ସେ କମ୍ପାନୀର ଲିଷ୍ଟ ଭିତରୁ ଆପଣ ଦେବାକୁ ପଡିବ। ନାଇଁ ତାଙ୍କୁ କୁହାଯାଇଥିଲା ନା କରନ୍ତୁ ବୋଲି କୁହାଯାଇଥିଲା। ହଁ ଆଉ ସାର୍ ଆଉ ଗୋଟେ ସେ ଅଭିଯୋଗ ଆଣୁଛନ୍ତି ସାର୍, କିଛି ମାନେ କାର୍ଯ୍ୟ ବାବଦକୁ କିଛି ସାର୍ ଆର୍ଥିକ ନେଣଦେଣ କାର୍ଯ୍ୟ ହେଇଛି ବୋଲି ସାର୍ କହୁଛନ୍ତି ବି ସାର୍, ସେଟା ଭିତ୍ତିହୀନ, ଏଥିରେ କୌଣସି ବାସ୍ତବତା ନାହିଁ। ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ 2 ଲକ୍ଷ ଟଙ୍କାର ବିଲ୍ ପାସ୍ କରିବାକୁ ବିଭାଗୀୟ ଯନ୍ତ୍ରୀ ହାତ ଖର୍ଚ୍ଚ ବାବଦକୁ 22,000 ଟଙ୍କା ନେଲେ। ତଥାପି ପଇସା ତ ମିଳିଲା ନାହିଁ, 22,000 ଟଙ୍କା ବି ଚଳୁ କରିଦେଲେ। ଆମର ସୋଲାର এটা ଲଗାଇଲା ପରେ ସକ୍ସେସଫୁଲ୍ ବତାଇବା ପାଇଁ ଯେଇ ସ୍ୱରାଂଶୁ ସାହୁ ଏବଂ ଆମର ପ୍ୟାରୀମୋହନ ଆସିକିନେ ସକ୍ସେସଫୁଲ୍ ବତାଇଲେ, ସବୁ ଠିକ୍ ଅଛି ବୋଇଲେ। ତାଙ୍କୁ ଜିଏସଟି ବିଲ୍ ମଧ୍ୟ ଦେଲି, ବେଗେ ନାଇଁ କରବାରୁ ମୁଁ ତାଙ୍କୁ ହାତ ଗୁଞ୍ଜା 22,000 ଟଙ୍କା ମଧ୍ୟ ଦେଲି ଜେଇକୁ। କିନ୍ତୁ ଜେଇ ନେଲା ପରେ ଫେନ୍ ଟାଇମ୍ ଗଡ଼େଇଲା, ସାର୍ କରିବି ବୋଇଲା କଲା ନାହିଁ। ତେଣୁ ଏବେ ବର୍ତ୍ତମାନ ମୁଁ କଲେକ୍ଟରଙ୍କୁ 8/12/2024 ଦିନ ଅଭିଯୋଗ କଲି। ଅଭିଯୋଗ କରିସାରିଲା ପରେ ସେ ଆସି ମୋତେ ଧମକ ଦେଲା ଯେ ତୁ କଲେକ୍ଟର ପାଖରେ କହିଲୁ ଆଉ ତୋର ବିଲ୍ କଲେ ବି ପଇସା ନାହିଁ ପାଉ। ତେଣୁ ମୁଁ କହିଲି ମୁଖ୍ୟମନ୍ତ୍ରୀ କେବିନେଟ୍ ଯିବି ଏବଂ ଯାହା ହବା ସେ ଧମକ ଦେଇ ଚାଲିଗଲା। ତେଣୁ ଏଥିଲାଗି ଆମର ଚାଷୀ କୂଳ ହେଥିଲାଗି ଆତ୍ମହତ୍ୟା ବି କରୁଛନ୍। ଯଦି ମୁଁ ନ ପାଏ ସାର୍ ଆତ୍ମହତ୍ୟା ବିନା କୌଣସି ଉପାୟ ନାହିଁ, କାହିଁ ବାର ଲୋକ ପଇସା ମାଗୁଛନ୍। ସାଧାରଣ ଚାଷୀଙ୍କୁ ହଇରାଣ କରୁଛି ବୌଦ୍ଧ କୃଷି ବିଭାଗ। ଚାଷୀ ନିଜର ହକ୍ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀଙ୍କୁ ଧମକ ଦେଉଛନ୍ତି କୃଷି ବିଭାଗ କର୍ମଚାରୀ। ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ତୃଣମୂଳ ସ୍ତରରେ ଯୋଜନା ଫେଲ୍ ମାରୁଛି। ବୌଦ୍ଧର ଭାଗବତ ମେହେରଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।